ଏତେଟା ବ୍ୟସ୍ତ ହନେ ରେ ମା। ଆରେ ତୋର ଚାଲି ଯାଇଥିବା ଶଙ୍ଖା ସିନ୍ଦୁର ସିନା ଫେରି ପାଇବୁନୁ। ହେ ମା ତୁ ଜମା ଚିନ୍ତା କରନା, ତୋ ଶଙ୍ଖା ସିନ୍ଦୁର ନ୍ୟାୟ ଏ ଈଶ୍ୱର ତାକୁ ନିଶ୍ଚୟ ଦେବେ। ତୁ ଜମା ବ୍ୟସ୍ତ ହନା। ହେ ମା ତୁ ଜମାରୁ ବ୍ୟସ୍ତ ହନା। ବାପା ରାଧା ସେ ଲୋକକୁ ଚିହ୍ନିଛି, ତାକୁ ଦେଖିଲେ ନିଶ୍ଚୟ ଚିହ୍ନି ପାରିବ। ରାଧା ତୁ ଜମା ମନ ଦୁଃଖ କରେନି। ଆମ ବାହାଘର 4 ବର୍ଷ ହେଇଗଲାଣି। ମୁଁ ଆମ ଘରକୁ ଯାଇନି କି ମୋ ଡାଡିଙ୍କ ସହିତ କେବେ ମୋର ଦେଖା ହେଇନି। ତୋ ପାଇଁ କିନ୍ତୁ ମୋ ଡାଡିଙ୍କ ପାଖକୁ ଯିବି। ଜାଣିଛୁ ମୋ ଡାଡିଙ୍କର ପୋଲିସରେ ବହୁତ ନାଁ ଅଛି। ତୋ ସ୍ୱାମୀକି ମାରିଥିବା ଆସାମୀକୁ ଖୋଜି ବାହାର କରିବେ, ତାକୁ କଠିନରୁ କଠିନ ଶାସ୍ତି ଦେବେ। କାନ୍ଦିନି ଏ ମା, ଆରେ ତୁ ଖାଲି ଟିକେ ଅପେକ୍ଷା କର, ମୋ ପୁଅଟା ଖାଲି ଆସୁ, ଆମେ ବାପ ପୁଅ ଦୁହେଁ ମିଶି ତତେ ଥାନାକୁ ନେଇଯିବୁ। ଆରେ ହେଇ ତ ମୋ ପୁଅ ଆସିଲାଣି। ଏ ମା ଆଉ ତୁ ଜମା ଡେରି କରନା, ଆରେ ଶୀଘ୍ର ଶୀଘ୍ର ବାହାରି ପଡ଼େ, ଆମେ ଥାନାକୁ ଯିବା। ଥାନାକୁ କାହିଁକି ଯିବ? ହଁ ଥାନାକୁ କ'ଣ ପାଇଁ ଯିବ? ଏ ଝିଅ କିଏ? ତୁ ଏ ଝିଅ ତା ମୁଣ୍ଡ ଖରାପ ହେଇଯାଇଛି। ଆରେ ଅଳ୍ପ ଦିନ ହେଲା ତା ସ୍ୱାମୀ ମରିଯାଇଛି ତ ସେ କିଛି ଜାଣିପାରୁନି। ଆଉ ସେ ଏଠି କାହାକୁ କ'ଣ କହୁଛି ସେ ନିଜେ ବି ଚିନ୍ତା କରିପାରୁନି। ମତେ ବିଶ୍ୱାସ କରନ୍ତୁ, ମୁଁ କିଛି ବି ପାଗଳ ଭାବରେ କହୁନି। ମୁଁ ଯାହା କହୁଛି ସତ କହୁଛି। ଏଇ ଗୌରଦାସ ଏଇ ମୋ ସ୍ୱାମୀକୁ ମାରି ଦେଇଛନ୍ତି। ମତେ ବିଶ୍ୱାସ କରନ୍ତୁ ଅଙ୍କଲ, ମତେ ବିଶ୍ୱାସ କରନ୍ତୁ। ଏଇ ଗୌରଦାସ ଏଇ ମୋ ସ୍ୱାମୀକୁ ମାରି ଦେଇଛନ୍ତି। ଆମେ କହ କାହିଁକି ମୋ ସ୍ୱାମୀ ମାରିଲୁ? ଆମେ କଣ କହୁଛୁ? ମୁଁ ଯାହା କହୁଛି ଠିକ କହୁଛି। ଏଇ ମୋ ସ୍ୱାମୀକୁ ମାରି ଦେଇଛି। ଆମେ କହ କାହିଁକି ମୋ ସ୍ୱାମୀକୁ ମାରିଦେଲୁ? ଆମେ କହ କାହିଁକି ମୋ ସ୍ୱାମୀ ମାରିଦେଲୁ? ତୁ ସାହସ ତ କମ ନାହିଁ। ମୋ ଘରେ ଛିଡ଼ାଇ ମୋ ସ୍ୱାମୀ ତୁ ଖୁନି ଆସା ବୋଲି କହୁଛୁ। ପତ୍ରଙ୍କ ସାମ୍ନାରେ ମୋ ସାମ୍ନାରେ ତୁ ମୋ ସ୍ୱାମୀକୁ ଧକ୍କା ମାରୁଛୁ। ବାହାର ବାହାର ମୋ ଘରୁ। ନା ମୁଁ ଯିବିନି। ମତେ ମାରୁ ମାରୁ ମାରିଦେଲେ ବି କୁଆଡ଼େ ବି ଯିବିନି। ବାଘ ଭଲରେ ଭଲରେ କହୁଛି ବାଘ, ତୁ ଖାଲି ମୋ ବୋହୂର ସାଙ୍ଗ ବୋଲି ମୁଁ ଏପର୍ଯ୍ୟନ୍ତ ଠିଆ ହୋଇ ଅପେକ୍ଷା କରି ରହିଛି। ଆଉ ତମ ଡାକ ତାମସା ଦେଖି ଚାଲିଛି। ଆଉ ତା ନହେଲେ କ'ଣ କରିଥାନ୍ତେ? ତୁ ଯେମିତି ମୋ ପୁଅ ନାଁରେ ମିଛ କଳଙ୍କ ନଦି ଦଉଛୁ, ତୋ ଜୀବଟାକୁ ଉପାଡ଼ି ଫୋପାଡ଼ି ଦେଇଥାନ୍ତି। କ'ଣ ପାଇଁ ମୋ ଜୀବଟାକୁ ଉପାଡ଼ି ଦେଇଥାନ୍ତେ? କ'ଣ ଭାବୁଛନ୍ତି? ଏମିତି ସବୁ କହି ସତଟାକୁ ଲୁଚାଇ ଦେବେ, ଏ କଥାକୁ ଫାଙ୍କି ଦେବେ? ନାଇଁ, ଏଇଟାକୁ କେହି ବଞ୍ଚାଇ ପାରିବେନି। ଏଇଟାକୁ ମୁଁ ଏବେ ଘୁଷାଇ ଘୁଷାଇ ଥାନାକୁ ନେଇଯିବି। ଆମେ କହ କାହିଁକି ମୋ ସ୍ୱାମୀ ମାରିଲୁ? ଚାଲ ମୋ ସାথে ଥାନାକୁ। ଏଇ ମୋ ସ୍ୱାମୀ ମାରିଦେଇଛି। ମତେ ବିଶ୍ୱାସ କର, ମତେ ବିଶ୍ୱାସ କର ନମିତା, ମତେ ବିଶ୍ୱାସ କର। କ'ଣ ମୁଁ ବିଶ୍ୱାସ କରିବି? ହ୍ୟାଲୋ ହ୍ୟାଲୋ ମାରୁନୁ, ମାର ମତେ। ଆଉ ଅଟକେ କାହିଁ ଗଲୁ? ତମେ ତ ସମସ୍ତେ ମାରୁଛ, ତୁ ବି ମାର। ଜାଣିଛୁ ନମିତା, ହେଲେ ଏତେ ବଡ଼ ଦୁନିଆରେ ମୋର କେହି ବି ନାହାନ୍ତି। ତୁ ମତେ ଯେତେ ପାଇଲେ ବି ମୋ ପିଠି ଆଉ ସେ ପାଇଁ ମୋ ପାଖରେ କେହି ବି ନାହାନ୍ତି। ଆଉ ତୁ ଯେତେ ପାଇଲେ ବି ମୋ ଆଖିରୁ ଲୁହ ପୋଛିବାକୁ ମୋ ପାଖରେ କେହି ବି ନାହାନ୍ତି। ହେଲେ ତୋ ପାଖରେ ତୋ ସ୍ୱାମୀ ଅଛନ୍ତି, ଶ୍ୱଶୁର ଅଛନ୍ତି। ହେଲେ ମୋ ପାଖରେ କିଏ ଅଛି? ମୋ ପାଖରେ ତ କେହି ବି ନାହାନ୍ତି। ମୁଁ ସତ କହୁଛି ନମିତା, ଏ କଥା ମୁଁ କାହାରି ଆଗରେ କହିବିନି, କି ପୋଲିସ ପାଖକୁ ଯିବିନି।
ଏତେ ସବୁ କଥା କହିଯାଉଛି? ତୁମ ଉପରେ ଏତେ ବଡ଼ ଦୋଷ ଲଦି ଦଉଛି, କିଛି ଲୋକ ଚୁପଚାପ ହେଇ ଛିଡ଼ା ହେଇଛ। କ'ଣ କହିବି? ତମେ ତ ଚୁପ୍ ହେଇ ରହିବା ଲୋକ ନୁହଁ। ମାନେ କୁହ। ତମେ କହିଲ, ବାପା କହିଲେ, ସିଏ କହିଲେ, ମୁଁ ଆଉ କ'ଣ କହିବି? ମୁଁ ପଚାରୁଛି ରାଧାର ସ୍ୱାମୀ କି ମାରିଛି କିଏ? ଆରେ ସେ କଥା ମତେ କାହିଁକି ପଚାରୁଛ? ଆରେ କହ ଗୌର କହ, କିରେ ଝିଅ ଯାହା କହୁଛି ସତ କି ମିଛ? ଆରେ କି ଆଶ୍ଚର୍ଯ୍ୟ ଲୋକ ତମେ। ତମେ ତ ମତେ ସେଦିନ କହିଲ ତମର 2 ଜଣ ସାଙ୍ଗ ଆସିବେ, ସେ କଥା କହି ମତେ ଟ୍ରେନ୍ ପାଖକୁ ପଠେଇଦେଲ। ମୁଁ ସେଠିକି ଗଲି, ସବୁ ଦେଖିଲି, କିନ୍ତୁ ଟ୍ରେନ୍ ଆସିଲାନି, କିନ୍ତୁ ତମ ସାଙ୍ଗକୁ ବି ପାଇଲିନି। ହେଲେ ଏ ତ 2 ଦିନ ତଳର କଥା। କୁହ, ରାଧା ଯାହା କହୁଛି ସତ ନା ମିଛ? ରାଧାର ସ୍ୱାମୀ କି ମାରିଛି କିଏ? ଆରେ ମୁଁ କେମିତି କହିବି? ଏଇ ନମିତା, ତୋ ସ୍ୱାମୀ ଉପରେ ତୋର ଭରସା ଅଛି? କହ। ହଁ, ମୋ ସ୍ୱାମୀ ଉପରେ ଏତେ ଭରସା ଅଛି ଯେ ଦୁନିଆରେ କେହି କାହାକୁ ବି ସେତିକି ଭରସା କରୁନି। ତୋ ସ୍ୱାମୀକି ତୁ ଭାରି ଭଲ ପାଉନା? ମୋ ସ୍ୱାମୀ ବି ମତେ ସେତିକି ଭଲ ପାଆନ୍ତି। ଆରେ କହ ଗୌର କହ। ଠିକ ଅଛି, ତାହେଲେ ଠିକ ଅଛି, ଠିକ ଅଛି ଗୌରରାଜ, ତମ ସ୍ତ୍ରୀ ମୁଣ୍ଡ ଉପରେ ହାତ ରଖି ଶପଥ କରି କୁହ, ସେଦିନର ଘଟଣାଟା ସତ ନା ମିଛ? ଆରେ କହ ଗୌର କହ। କୁହ ଗୌରରାଜ, ତମ ସ୍ତ୍ରୀର ମୁଣ୍ଡ ଉପରେ ହାତ ରଖି ଶପଥ କରି କୁହ, ସେଦିନ ତମ ହାତରେ ଭୁଜା ନଥିଲା, ଆଉ ତମେ ମୋ ସ୍ୱାମୀ ପେଟକୁ ଭୁସି ଦେଇନଥିଲ, ଆଉ ମୋ ସ୍ୱାମୀ ତଳେ ପଡ଼ି ଛଟପଟାଉ ନଥିଲେ? କୁହ ଗୌରଦାସ, କୁହ, ମୁଁ ଯାହା କହୁଛି ସତ ନା ମିଛ? ଆରେ କହ କହ ଗୌର କହ। ଉତ୍ତର ଦେବା ପୂର୍ବରୁ ଥରୁଟିଏ ତମେ ଚିନ୍ତା କରିବ। ତମେ ସେଇ ସ୍ତ୍ରୀର ମୁଣ୍ଡ ଉପରେ ହାତ ରଖିଛ ଯୋଉ ସ୍ତ୍ରୀର ହାତକୁ ତକିଆ କରି ନ ଶୋଇଲେ ତମକୁ ନିଦ ଆସେନି। ଛାତି ଉପରୁ ହାତ ଖସିଗଲେ ଭୂତ ସ୍ୱପ୍ନ ଦେଖି ତମେ ଡରି ଉଠ। କୁହ, ସତ କହିଲେ ତମେ ଈଶ୍ୱରଙ୍କ ପାଖରେ ପୁରସ୍କୃତ ହବ, ମିଛ କହିଲେ ତମ ସ୍ତ୍ରୀଟା ମରିଯିବ। କୁହ, ରାଧାର ସ୍ୱାମୀକୁ ମାରିଛି କିଏ? କୁହ, ରାଧା ସ୍ୱାମୀକୁ ମାରିଛି କିଏ? କହ ଗୌର କହ। ଆରେ କିଏ ସେ ମାରିଛି ତାକୁ? କୁହ, ଏକଥା ସତ ନା ମିଛ? କୁହ। ଆରେ କହ, ଏକଥା ସତ ନା ମିଛ? ହଁ, ସତ ସତ ସତ। এই নমিতা, ତମେ ମତେ ମାରିଲ? ମାରିଛି ମୁଁ। ଟ୍ରେନ୍ ଲାଇନ୍କୁ ପଳାଅ, ବେକ ଦେଖି ଶୋଇ ପଡ଼ିବ, ମହାନଦୀର ଗଭୀର ପାଣି ଭିତରକୁ ନେଇ ଆତ୍ମହତ୍ୟା କରିବ। କାହିଁକି? ଆରେ କାହିଁକି? ମୋର ଦୋଷ କ'ଣ? ଲୁହା କରି ବାହାଇଥିବା ଝିଅର ସ୍ୱାମୀକୁ ତମେ ମାରି ଦେଇଛ। ତମେ ତାକୁ ଏ ଦୁନିଆ ଦଣ୍ଡରେ ବେସହାର କରେଇ ଦେଇଛ। ଶଙ୍ଖର ମୂଲ୍ୟ ବୁଝିବା ପୂର୍ବରୁ, ସିନ୍ଦୁରର ମୂଲ୍ୟ ଜାଣିବା ପୂର୍ବରୁ ତମେ ତାକୁ ବିଧବା ସଜାଇ ଦେଇଛ। ତମେ ସତ କହିଲ, ତମେ ମୋ ସ୍ତ୍ରୀ ନା କାଠ ବେପାରୀ? ଏ ଦୁନିଆରେ ଅନେକ ଲୋକ ଗଛ ଲଗାନ୍ତି, କାହିଁକି ନା ଫୁଲ ଫଳ ପାଇଁ ହେଉ, ନହେଲେ ଥକା ମାରିବା ପାଇଁ। ଆଉ କିଛି କାଠ ବେପାରୀ ଗଛ ଲଗାନ୍ତି, ଗଛଟା ଟାଣ ହେଇଗଲା ପରେ ତାକୁ ମୂଳରୁ କାଟି ବେପାରୀକି ବିକ୍ରି କରିଦିଅନ୍ତି। ଆରେ ତମ ମନରେ ଯଦି ଏତେ ରାଗ ଥିଲା, ତମ ମନରେ ଯଦି ପ୍ରତିଶୋଧ ନେବାର ଥିଲା, ମୂଳରୁ କାଟିଦେଲନି, ଗଛଟା ଧରାଶାୟୀ ହେଇଯାଇଥାନ୍ତା। ଏମିତି ମଝିରେ ମଝିରେ ଚୋଟ କାହିଁକି ମାରୁଛ? ତମେ କ'ଣ ଜାଣିପାରୁନ? ତମ କଥାଟା ମତେ ଧର୍ମ କୁରାଡ଼ି ଭରି ମୋ ଛାତିଟାକୁ ଦୋହଲେଇ ଦଉଛି। ମାଟି ମାର ଶ୍ରାବଣ ମାସରେ ସବୁଜ ଫୁଲକୁ କଅଁଳିଆ ପତ୍ର ସୁନ୍ଦର କରେଇଥାଏ, ଠିକ୍ ସେମିତି ବୈଶାଖୀର ଝାଞ୍ଜି ଖରାରେ ତାକୁ ଟାଙ୍ଗରା ମରୁଭୂମି ସଜେଇ ଦିଏ। ହଁ, ସ୍ୱାମୀ ଦେବତା ହେଲେ ସ୍ତ୍ରୀ ପୂଜାରୁଣୀ ହୁଏ, ଆଉ ସ୍ୱାମୀ ରାକ୍ଷସ ହେଇଗଲେ ସ୍ତ୍ରୀ ମହିଷା ମର୍ଦ୍ଦିନୀ ମା ଦୁର୍ଗା ପାଲଟି ଯାଏ। ତମେ କ'ଣ ସବୁ କହି ଯାଉଛ?
ହଁ ତମେ ଏଇ ମଣିଷ ମାରିଛ। ନା ମୁଁ ମଣିଷ ମାରିନି। ତାହେଲେ ମୋ ସ୍ୱାମୀ ମଲେ କେମିତି? ଆରେ ସେ କଥା ମୁଁ କେମିତି କହିବି? ପ୍ରଶ୍ନ ତ ତମେ କରୁଛ, ଉତ୍ତର ବି ତମେ ଦଉଛ। ତମ ପ୍ରଶ୍ନର ଉତ୍ତର ମୁଁ କଣ ଦେବି? ସେ ପ୍ରଶ୍ନର ଉତ୍ତର ମୁଁ ଦଉଛି। ଭଲରେ ଭଲରେ ମୋ ସାଙ୍ଗେ ଥାନାକୁ ଚାଲ, ଆଉ ପୋଲିସ ବାବୁ ଆଗେ ସବୁ ସତ ସତ ମାନିଯିବୁ। ବାପା ତୁ ଏ ଝିଅର ସ୍ୱାମୀକୁ ମାରିଛୁ ବୋଲି ତୁ ଗୋଟାଏ ଖୁନି ଆସାମୀ। ବାପା ମୁଁ କାହିଁକି ଥାନାକୁ ଯିବି? ତମେ ଅଲବତ ଥାନାକୁ ଯିବ। ତମ କଥାରେ ନା ହଁ ମୋ ନିର୍ଦ୍ଦେଶରେ। ତମେ ବାପା ନା ଶତ୍ରୁ? ମୋ ବାପା ପୁଅ ଯଦି ସୁଧାର ହୁଏ ବାପା ନୀଳ ଆକାଶ, ଆଉ ପୁଅ ଯଦି ଅବାଟରେ ଚାଲିଯାଏ ବାପା ଆକାଶରେ ସୃଷ୍ଟି ହୋଇଥିବା ଗୋଟାଏ କଠିନ ବଜ୍ର। ଭଲରେ ଭଲରେ ମୋ ସାଙ୍ଗେ ଥାନାକୁ ଚାଲ ଚାଲ କହୁଛି। ନା ମୁଁ ଥାନାକୁ ଯିବିନି। ଯିବୁନୁ? କାହିଁକି ଯିବି? ଅଲବତ ଯିବୁ। ଚାଲ ମୁଁ ଯିବିନି ପରା କହିଲି, ମୁଁ ଯିବିନି। ଯିବୁନୁ? ଭଲରେ ଭଲରେ କହୁଛି ଯା। ନାଇଁ ମୁଁ ଥାନାକୁ ଯିବିନି। ଭଲ ଯିବୁନୁ? ବାପା ତମ ଦେହ ଭଲ ନାହିଁ, ତମେ ଏଇଠି ରହ। ମୁଁ ଦେଖିବି ସେ କେମିତି ଥାନାକୁ ଯିବେନି। ଚାଲ ଥାନାକୁ ଚାଲ। କାହିଁକି ମୁଁ ଥାନାକୁ ଯିବି? ହେ ନମିତା ତୁ ଏ କଣ କରୁଛୁ? ଆଲୋ ମୁଁ ତୋ ସାଙ୍ଗ ହେଲେ ସେ ତୋ ସ୍ୱାମୀ, ତୋ ଏ କାଳ ପରକାଳର ଦେବତା, ତୋ ଶଙ୍କା ସିନ୍ଦୁର। ତୁ ମୋ ପାଇଁ ଜମା ବି ବ୍ୟସ୍ତ ହନି। ମୁଁ ଦେଖିବି ତୋ ସ୍ୱାମୀ କେମିତି ଥାନାକୁ ନ ଯିବେ, ସେ ବ୍ୟବସ୍ଥା ମୁଁ କରିବି। ତୁ ଜମା ବି ବ୍ୟସ୍ତ ହନା, ଜମା ବି ବ୍ୟସ୍ତ ହନା ତୁ। ଦେଖନ୍ତୁ ଦେଖନ୍ତୁ ମ୍ୟାଡ଼ାମ, କଥାଟା ଯାହା କହୁଛନ୍ତି ସତରେ କଥାଟା ସେଇଆ ନୁହଁ। ମୁଁ ତମ ସ୍ୱାମୀକୁ ମାରିଦେଲୁ ରେ ହାରାମଜାଦା। ଆବେ ଉଇ ରାଲିଆ କିତେ କହୁଛ? ମୋ ସ୍ୱାମୀକୁ ମାରିଦେଲୁ, ମତେ ବିଧବା ସଜାଇଦେଲୁ, ମୋ ସଂସାର ଭାଙ୍ଗିଦେଲୁ। ଆହୁରି ରାଲିଆ କିତେ କହୁଛୁ? ତତେ ମୁଁ ସହଜରେ ଛାଡ଼ିବିନି ରେ ଜଲାଦ। ତତେ ମୁଁ ଏଇଠି ବାଡ଼େଇ ବାଡ଼େଇ ମାରିଦେବି, ମାରିଦେବି ମୁଁ ତତେ ଆଜି। ମାରନ୍ତୁ ମାରନ୍ତୁ ମ୍ୟାଡ଼ାମ, ଅଟକି ଗଲେ କାହିଁକି? ଏ ନମିତା ତମେ ମାର 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 ବାପା। ବାପା এই বাড়ি কেউ বাড়ি পশি বড় করেছিল, জীবନରେ মারি দিও মতে, মারি দিও মতে। তবে মারিল, নমিতা মারিলা, শেষে তম আখি সামনে এই পর ঝিওটা মারিলা। কিন্তু মতে বেশি কষ্ট লাগিলানি বাপা। তমে মানে সবু যে কথা কহুছ, মু গোটে মনিষ মরা কোনি আসামি। এই কথাটা মতে মো ছাতিরে ধারুয়া তীর ভଳି পশি যাଉଛି। দ্ରୋଣାଚାର୍ଯ୍ୟଙ୍କ ପରି ଏକାଥରେ ମାରି ଦିଅ, ହେଲେ ଭୀଷ୍ମଙ୍କ ଭଳି ମତେ ସରଶଯ୍ୟାରେ ଶୁଆଇ ଦିଅନି। ବହୁତ
কষ্ট হଉଛି বাপা। ঠিক আছে ତମକୁ ଆଉ କେହି ମାରିବେନି କି କଷ୍ଟ ଦେଲା ଭଳି କଥା ବି କେହି କହିବେନି। ଏମିତିକି ତମକୁ ଥାନାକୁ ଯିବାକୁ ବି ପଡ଼ିବନି, କିନ୍ତୁ ତମକୁ ମୋ କଥାରେ ରାଜି ହେବାକୁ ହବ। ହଁ କୁହ କୁହ, ତମେ କ'ଣ କହିବ ମୁଁ ତମ କଥା ସବୁ ରଖିବି, କୁହ। ଏ ରାଧା ଅନାଥିନୀ, ହଁ ତାର ଏ ଦୁନିଆରେ ବାପ ମା କେହି ନାହାନ୍ତି। ହଁ ତା ସ୍ୱାମୀ ତାକୁ ଛାଡ଼ି ଚାଲିଗଲା। ହଁ ତମେ କୁହ ଏମିତି ଅବସ୍ଥାରେ ସେ ଯିବ କୁଆଡ଼େ? ନାଇଁ ନାଇଁ, ତେଣୁ ଆଜିଠୁ ଏଇଠି ଆମମାନଙ୍କ ସାଙ୍ଗରେ ଆମରି ଘରେ ରହିବ। ହଁ ଠିକ୍ ଅଛି ରୁହନ୍ତୁ। ଏ ବୋହୂ ମୁଁ କଥା ଦଉଛି ତାଙ୍କ ସ୍ୱାମୀକି ଯିଏ ମାରିଛି ମୁଁ ତାକୁ ନିଶ୍ଚୟ ଖୋଜି ଆଣିବି, ଆଉ ତାକୁ ଆମେ ଫାଶୀ ଖୁଣ୍ଟରେ ଝୁଲେଇ ଦେବା। ଏ ବୋହୂ, ଆରେ ଏ ତମର କି ପ୍ରକାର ନ୍ୟାୟ? ହଁ ବାପା, ମୁଁ ହয়তো ତା ସ୍ୱାମୀକି ତାକୁ ଫେରେଇ ପାରିବିନି, କିନ୍ତୁ ତା ଶଙ୍ଖା ସିନ୍ଦୁରର ନ୍ୟାୟ ତାକୁ ନିଶ୍ଚୟ ମିଳିବ। କିନ୍ତୁ କେମିତି? ଏଇ ରାଧା ମୋ ସଉତୁଣୀ ହବ। ନା ତମେ ଏ ରାଧାର ସ୍ୱାମୀ ହବ। ନମିତା, ଆଜିଠାରୁ ଏ ନମିତା ପାଖରୁ ସବୁଦିନ ପାଇଁ ତମେ ଦୂରେଇ ଯିବ। ବୋହୂ, ଆରେ ସବୁ କ'ଣ ହଉଛି? ଆଜିଠୁ ତମ ସାଙ୍ଗରେ ମୋର କୌଣସି ସମ୍ପର୍କ ରହିବନି। ଆଜିଠୁ ରାଧା ତମର, ତମେ ଏ ରାଧାର। ଏ ବୋହୂ, ଆରେ ସବୁ କ'ଣ ହେଇଯାଉଛି? କ'ଣ କରୁଛ ତମେ? ହଁ ବାପା, ମୁଁ ଯାହା କରୁଛି ଠିକ୍ କରୁଛି। ତମେ କୁହ, ଏ ରାଧାର ତ କେହି ନାହାନ୍ତି, ସେ ଏମିତି ପରିସ୍ଥିତିରେ ଯିବ କୁଆଡ଼େ? ଆମେ ଦୁଇ ସାଙ୍ଗ ଥିଲୁ, ଦୁଇ ଭଉଣୀ ହେଇ ରହିବୁ, କିଛି ଅସୁବିଧା ହବନି, ସେ ଆମରିମାନଙ୍କ ସହିତ ରହିବ। ଆଉ ତା ଯଦି ନ ହୁଏ, ତମେ ତା ସ୍ୱାମୀକୁ ମାରି ଦେଇଛ, ସେ ଏବେ ତମ ସ୍ତ୍ରୀକୁ ମାରିଦେବ।